ଆଉ ବୋଉ ସନ୍ଧ୍ୟାବେଳେ କିଛି ପାଗ ଯୋଗ ହବ? ହବ। କଣ ହବ? ଆଜି ଅଟା ମ୍ୟାଗି କରିବି। ଅଟା ମ୍ୟାଗି? ହଁ, ଦେହକୁ ବହୁତ ବଢିଆ। ଆଉ ସେଥିରେ କଣ କଣ ସବୁ ପକେଇବୁ? ସେଥିରେ କଣ ପକେଇବି ତୁ ଦେଖୁନୁ। ଫ୍ରେଣ୍ଡସ୍, ୱେଲକମ୍ ଟୁ ମାଇ ବ୍ଲଗ୍। ଆଜି ଆପଣମାନେ ଦେଖିବେ ମୋ ବୋଉ ମ୍ୟାଗିରେ କଣ କଣ ପକଉଛି ଆଉ ମ୍ୟାଗି କେମିତି ତିଆରି। ମ୍ୟାଗିରେ ପଡ଼ିବ ବିନ୍ସ, ଗାଜର, ମଟର, ପିଆଜ, କଞ୍ଚାଲଙ୍କା, ଧନିଆ ପତ୍ର। ଏବେ ପରିବା କଟା ସରିଗଲା। ତାପରେ ବସିଲା କଡ଼େଇ। କଡ଼େଇ ବସିଲା ପରେ ତେଲ ପଡ଼ିଲା। ତେଲ ତାତିଲା ପରେ ପିଆଜ ପଡ଼ିଲା। ତାପରେ କଞ୍ଚାଲଙ୍କା। ତାପରେ ଯେଉଁ କାଟିକି ରଖିଥିଲି ସବୁ ପନିପରିବା ତାକୁ ସବୁ ପକେଇଲି। ତାପରେ ଟିକେ ଦେଲି ଟମାଟୋକୁ ଚୁନ ଚୁନ କାଟିକି ତାପରେ ପକେଇଲି। ପକେଇକି ଗୋଳେଇ ସାରିଲା ପରେ ତାପରେ ମ୍ୟାଗିଟାକୁ ଗାଳି ଦେଲି। ମ୍ୟାଗିଟାକୁ ଗାଳି ସାରିଲା ପରେ ତାପରେ ଦେଖିଲି ପରିବା ଟିକେ ସିଝିଗଲା। ତାପରେ ମ୍ୟାଗିଟାକୁ ପକେଇଦେଲି। ମ୍ୟାଗି ହେଇଗଲା ପ୍ରସ୍ତୁତି। ମୁଁ କହିଲି ପୁଅ ତା ଦେହରେ ଟିକେ ସୋୟା ସସ୍ ପକେଇଦେ। ତାପରେ ପକେଇଲି ମ୍ୟାଗି ମସଲା। ତାପରେ ତ ହେଇଗଲା ଆମର ମ୍ୟାଗି ଆଉ। ମୁଁ କହିଲି ପୁଅ ଆସେ ଖାଇବୁ ମ୍ୟାଗି କେମିତି ହେଇଛି। ଖାଇକି କହିବୁ ଟେଷ୍ଟ ଲାଗୁଛି ନା ନାଇଁ। ମ୍ୟାଗିଟା ବୋବାଲ ହେଇଛି। ହ୍ୟାଲୋ ଫ୍ରେଣ୍ଡସ୍, ଆପଣମାନେ ବି ଏମିତି ଭେଜିଟେବୁଲ୍ସ ମ୍ୟାଗି ବନାନ୍ତୁ ଆଉ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଉ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା ଲାଇକ୍ କରିବେ, ସେୟାର କରିବେ। ଥ୍ୟାଙ୍କ ୟୁ। I don't ever slow up, no I don't take shit. I got no love for the fakeness. If you wanna play tough and wanna hate this, I'll always show up. I don't ever slow up, no I don't take shit. I got no love